ବାଘ ଓ ବିଲୁଆ ଜଙ୍ଗଲରେ କଥା ହେଉଥିବା ବେଳେ ବାଘ କହିଲା, ଅରେ ଏ ବିଲୁ, ଏବେ ତ ଶୀତ ଦିନ ଆସିଗଲାଣି। ଶୀତ ଦିନ ମାନେ ଲୋକେ ପିକନିକକୁ ଯିବେ ଏବଂ ଫିଷ୍ଟ କରିବେ। ତେଣୁ ଚାଲୁନୁ ଆମେ ଜଙ୍ଗଲର ପ୍ରାଣୀ ମିଶି ଫିଷ୍ଟ କରିବା ଏବଂ ମଜା କରିବା। ଆରେ ହଁ ମାମା, ତମେ ଠିକ କହିଲ। ଆମେ ଫିଷ୍ଟ କଲେ ବହୁତ ଭଲ ହେବ। ଏମିତିରେ ଆମେ 2 ବର୍ଷ ତଳେ ଫିଷ୍ଟ କରିଥିଲେ ଯେ ସେବେଠୁ ଆଉ କରିନାହାନ୍ତି। ଏମିତିରେ ଏଇ ଅଳ୍ପ ଦିନ ହେବ ମତେ ଗାଈ ନାନୀ ମଧ୍ୟ ଫିଷ୍ଟ କଥା କହୁଥିଲା। ତେଣୁ ଆମେ ଫିଷ୍ଟ କରିବା। ସେ 2 ଜଣ ଏପରି କଥା ହେଉଥିବା ବେଳେ ଗାଈ ଆସି ପହଞ୍ଚିଗଲା ଓ କହିଲା, ଆରେ ସକାଳୁ ସକାଳୁ ତମେ ଦୁଇଟା ଏପରି କି କଥା ହେଉଛ? ଟିକେ ମତେ କହିବ କି ନା କହିବନି? ଏହା ଶୁଣି ବିଲୁଆ କହିଲା, ଆରେ ଏ ନାନୀ, ଏବେ ଆମେ ତୋରି କଥା ହେଉଥିଲୁ। ମାନେ ତୁ ଯେଉଁ ମତେ ଫିଷ୍ଟ କଥା କହୁଥିଲୁ ସେଇ ବିଷୟରେ ଆମେ ଏବେ କଥା ହେଉଥିଲୁ। ତୁ ଏଠାକୁ ଆସିଲୁ ଭଲ କଲୁ। ହଉ ଏବେ କହ, ଫିଷ୍ଟ କରିବା ନା କରିବା ନାହିଁ? ଆରେ କରିବା ମାନେ ନିଶ୍ଚିତ କରିବା। ମୋର ତ ଫିଷ୍ଟ କରିବା ପାଇଁ ବହୁତ ଇଚ୍ଛା। ପୂର୍ବ ଜଙ୍ଗଲର ଜୀବଜନ୍ତୁ ଆର ବର୍ଷ ଫିଷ୍ଟ କରିଥିଲେ, ହେଲେ ଆମେ କରିନଥିଲେ। ତେଣୁ ଏଥର ଯେମିତି ହେଉ ଆମେ ଫିଷ୍ଟ କରିବା ଓ ଅନ୍ୟ ଜଙ୍ଗଲକୁ ଦେଖାଇଦେବା ଯେ ଆମେ ବି ଫିଷ୍ଟ କରିପାରୁ। 3 ଜଣ ଏପରି କଥା ହୋଇ ରହିଲେ ଏବଂ ଧୀରେ ଧୀରେ ସମୟ ଗଡ଼ି ତା ପରଦିନ ସକାଳ ହେଲା। ସକାଳ ହେବା ପରେ ଯେଉଁ ଜୀବଜନ୍ତୁ ଫିଷ୍ଟ କରିବା ପାଇଁ ଇଚ୍ଛୁକ ଥିଲେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ହେଲେ ଓ ତାପରେ ବାଘ ଲିଡର ହିସାବରେ ବକ୍ତବ୍ୟ ରଖି ସମସ୍ତଙ୍କୁ କହିଲା, ଅରେ ଜଙ୍ଗଲର ଜୀବଜନ୍ତୁ, ତମେମାନେ ସବୁ ଏଇଠାରେ କାହିଁକି ଏକତ୍ରିତ ହୋଇଛ ତାହା ତ ସମସ୍ତେ ଜାଣିଥିବ। ହେଲେ ତଥାପି ମୁଁ ତା ବିଷୟରେ ଅଳ୍ପ କିଛି କହୁଛି। ଯଦି ଆଉ କିଛି ପ୍ରଶ୍ନ ରୁହେ ତାହେଲେ ମୋତେ ପଚାରିବ। ଏଠାରେ ଏକତ୍ରିତ ହେବାର କାରଣ ହେଉଛି ଆମେ ଗୋଟିଏ ଫିଷ୍ଟ କରିବା। ସମସ୍ତେ ଏକଥାରେ ରାଜି ନା ରାଜି ନୁହଁ? ଏକଥାରେ ଶାଗୁଣା କହିଲା, ଆରେ ମାମୁଁ, ଆମେ ତ ଫିଷ୍ଟ କରିବା ପାଇଁ ଏଠାକୁ ଆସିଛୁ। ତେଣୁ କୁହ, ଆମେ କେଉଁ ଜାଗାରେ ଫିଷ୍ଟ କରିବା ଏବଂ ଫିଷ୍ଟରେ କି ଆଇଟମ୍ ରହିବ ଯାହାଦ୍ୱାରା ଫିଷ୍ଟଟା ବହୁତ ମଜାରେ କଟିବ? ହଁ, ଏଇଟା ହେଲା ମୁଖ୍ୟ ପ୍ରଶ୍ନ। ତ ଶୁଣ, ଆମେ ଫିଷ୍ଟରେ ପନିର, ଛତୁ ତରକାରୀ ଓ ସାଧା ବିରିୟାନୀ କରିବା। ଆଉ ହଁ, ରହିଲା ଫିଷ୍ଟ କରିବା ଜାଗା, ସେଇଟା ହେଲା ଉତ୍ତର ଜଙ୍ଗଲ। ସେଠାରେ ଫିଷ୍ଟ କରିବାଟା ବହୁତ ଭଲ ରହିବ, କାରଣ ସେଠାକୁ କେହି ବେଶୀ ଯିବା ଆସିବା କରୁନାହାନ୍ତି। ତେଣୁ ଆମେ ଶାନ୍ତିରେ ଫିଷ୍ଟ କରିପାରିବା। ଏକଥାରେ ହାତୀ ଡରି ଡରି ଟିକେ କହିଲା, ଆରେ କ'ଣ କହୁଛ ମାମା? ଉତ୍ତର ଜଙ୍ଗଲରେ ଫିଷ୍ଟ କରିବା? ଆରେ ମାମା, ସେଠାକୁ ଆଜି ପର୍ଯ୍ୟନ୍ତ ଯିଏ ବି ଫିଷ୍ଟ କରିବାକୁ ଯାଇଛନ୍ତି ସେ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି। କାରଣ ସେଠାରେ ଅନେକ ଭୂତ ଅଛନ୍ତି। ଏହି ଗୋଟିଏ କାରଣରୁ ସେଠାକୁ କେହି ବି ଯାଉନାହାନ୍ତି। ଆଉ ତୁମେ କହୁଛ କ'ଣ ନା ସେଠି ଫିଷ୍ଟ କରିବା? ଏକଥାରେ ମୁଁ ଜମା ବି ରାଜି ନୁହଁ। କ୍ଷମା କର ମାମା, ଏଥର ଫିଷ୍ଟରେ ମୁଁ ମିଶି ପାରିବି ନାହିଁ। ହାତୀ ଥିଲା ଜଙ୍ଗଲର ବୈଦ୍ୟ ଓ ସବୁଠାରୁ ବୟସ୍କ ପ୍ରାଣୀ। ତେଣୁ ତା କଥାରେ ସେଠାରେ ରୁଣ୍ଡିତ ହୋଇଥିବା ଅନ୍ୟ ଜୀବଜନ୍ତୁ ମଧ୍ୟ ରାଜି ହେଲେନି ଏବଂ ସେଠାରୁ ପଳାଇଲେ। ସେଠାରେ କେବଳ ବାଘ, ବିଲୁଆ ଓ ଗାଈ ରହିଲେ। ଏହା ଦେଖି ଗାଈ କହିଲା, ଆରେ ମାମା, ମୁଁ ଏ ଭୂତକୁ ବିଶ୍ୱାସ କରେନି। ଏମାନେ ଡରୁଆ ଗୁଡ଼ାକ, ସେଥିପାଇଁ ପଳାଇଲେ। ହଉ, ଏମାନେ ପଳାଇଲେ କ'ଣ ହେଲା? ଆମେ 3 ଜଣ ମିଶି ଫିଷ୍ଟ କରିବା ଏବଂ ଫଟୋ ଉଠାଇ ୟାଙ୍କୁ ଦେଖାଇବା ଏବଂ ଈର୍ଷାରେ ଜଳାଇବା। ଆରେ ମାମା ଓ ନାନୀ, ଆମେ 3 ଜଣ କାହିଁ କରିବା? ମୋର 2ଟି ମଣିଷ ସାଙ୍ଗ ବଣ୍ଟି ଓ ରାଜୁ ଅଛନ୍ତି, ତାଙ୍କୁ ନେଇ ଆସିବି। ଆମେ 5 ଜଣ ହୋଇ ଫିଷ୍ଟ କରିବା। ଓ ତା ଛଡ଼ା ବଣ୍ଟି ବହୁତ ଭଲ ରୋଷେଇ କରେ। ହଉ, ତମେ ଜମା ବି ଚିନ୍ତା କର ନା, ଆମେ କାଲି ଫିଷ୍ଟ କରିବା। ତେଣୁ ମୁଁ ଏବେ ଯାଇ
ବଣ୍ଟି ଓ ରାଜୁକୁ ଏ ବିଷୟରେ କହୁଛି। ସେତେ ପର୍ଯ୍ୟନ୍ତ ତମେ ସବୁ ଜିନିଷ ଯୋଗାଡ଼ କର। ଏପରି କହି ବିଲୁଆ ସେଠାରୁ ପଳାଇ ଆସିଲା ବଣ୍ଟି ଓ ରାଜୁ ପାଖକୁ। ସେ ପ୍ରଥମେ ରାଜୁ ପାଖରେ ପହଞ୍ଚିଗଲା। ଏହା ଦେଖି ରାଜୁ କହିଲା, ଆରେ ବିଲୁଆ ଭାଇ, ଆଜି ହଠାତ୍ ଏଠାକୁ କିପରି ଆସିବା ହେଲା? ଲାଗୁଛି କିଛି କାମ ଅଛି ବୋଧେ ମୋ ପାଖରେ। ହଉ ଛାଡ଼ ସେ କଥା, ଏବେ କୁହ ମୁଁ ତୁମର କି ସାହାଯ୍ୟ କରିପାରେ? ଆରେ ରାଜୁ, ମୋର ତୋ ପାଖରେ କିଛି ବି କାମ ନାହିଁ। ବାସ୍ ମୁଁ ତୋ ପାଖକୁ ଏଥିପାଇଁ ଆସିଛି କି କାଲି ଆମେ ଉତ୍ତର ଜଙ୍ଗଲରେ ଫିଷ୍ଟ କରୁଛୁ। କହ, ତୁ ଫିଷ୍ଟ କରିବୁ ନା କରିବୁ ନାହିଁ? ଆରେ ହଁ ହଁ ବିଲୁଆ ଭାଇ, ମୁଁ ଫିଷ୍ଟ କରିବି, ହେଲେ ମୋ ପାଖରେ ଗୋଟେ ବି ଟଙ୍କା ନାହିଁ। ଯାହା ବି ଟଙ୍କା ଖର୍ଚ୍ଚ ହେବ ସେସବୁ ତମେ ଦେବ। ଯଦି ଏକଥାରେ ରାଜି ତାହେଲେ ମୁଁ କାଲି ଯିବି ଫିଷ୍ଟ କରିବା ପାଇଁ। ଆରେ ହଁ ରେ, ତୁ କିଛି ବି ଟଙ୍କା ଦେବା ଦରକାର ନାହିଁ। ବାସ୍ ତୁ ଖାଲି ଫିଷ୍ଟ କରିବୁ ଚାଲ। ହଉ, ତୁ ଫିଷ୍ଟ ପାଇଁ ରେଡି ରହ। ଏବେ ମୁଁ ଯାଉଛି ବଣ୍ଟିକୁ ଏ ଫିଷ୍ଟ ବିଷୟରେ କହିବି। ସେ ମଧ୍ୟ ଫିଷ୍ଟ ପାଇଁ ରେଡି ରହିବ। ଏପରି କହି ବିଲୁଆ ବଣ୍ଟି ପାଖକୁ ଯାଉଥିବା ବେଳେ ବାଟରେ ବଣ୍ଟି ଦେଖାଗଲା। ବଣ୍ଟିକୁ ଦେଖି ବିଲୁଆ କହିଲା, ଆରେ ଭଲ ହେଲା ବଣ୍ଟି, ତୁ ଏଇଠାରେ ମିଳିଗଲୁ। ମୁଁ ତୋରି ପାଖକୁ ଯାଉଥିଲି, କାରଣ କାଲି ଆମେ ଉତ୍ତର ଜଙ୍ଗଲରେ ଫିଷ୍ଟ କରିବୁ। ଆଉ ହଁ, ତୋ ସାଙ୍ଗ ରାଜୁ ମଧ୍ୟ ଫିଷ୍ଟ କରିବ। ବାସ୍ ତୁ ଖାଲି କହ ଫିଷ୍ଟ କରିବୁ ନା କରିବୁ ନାହିଁ? ଆରେ ହଁ ହଁ, ମୁଁ ମଧ୍ୟ ଫିଷ୍ଟ କରିବି। ଆଉ ହଁ, ମୋତେ ତମେ ଡାକୁଛ ମାନେ ମୁଁ ଜାଣି ସାରିଛି ରୋଷେଇ ବୋଧେ ମୋତେ କରିବା ପାଇଁ ହେବ। ହଉ କିଛି କଥା ନାହିଁ, ମୁଁ ରୋଷେଇ କରିଦେବି। ହଉ ଏବେ କୁହ, ଫିଷ୍ଟ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ? ଆରେ ସାଙ୍ଗ, ମୁଁ ତତେ ଡାକୁଛି ମାନେ ତତେ କିଛି ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ହେଲେ ଖାଲି ଗୋଟେ କଥା ମନେ ରଖ, କାଲି ଯେମିତି ଯିବା ପାଇଁ ମନା ନ କରୁ। ହଉ ଏବେ ଆଉ ବେଶୀ ବିଳମ୍ବ ନ କରି ଯା, କାଲି ପାଇଁ ରେଡି ହେବୁ। ଏପରି କହି ବିଲୁଆ ସେଠାରୁ ପଳାଇଲା ଏବଂ ତା ପରଦିନ ସକାଳ ହେବା ପରେ ଫିଷ୍ଟ କରିବା ପାଇଁ ସମସ୍ତେ ଉତ୍ତର ଜଙ୍ଗଲ ଆଡ଼କୁ ଗଲେ। ଫିଷ୍ଟ କରିବା କଥା ଭାବି ସମସ୍ତେ ମନେ ମନେ ବହୁତ ଖୁସି ହେଉଥିଲେ। ହେଲେ ବାଘ ମନରେ ପୁରା ରାଗ ଥାଏ ହାତୀ ଉପରେ, କାରଣ ସେ ଭାବିଥିଲା ଜଙ୍ଗଲର ସମସ୍ତ ଜୀବଜନ୍ତୁଙ୍କୁ ନେଇ ଫିଷ୍ଟ କରିବ ବୋଲି। ହେଲେ ହାତୀ ସବୁ ଗଡ଼ବଡ଼ କରିଦେଲା। ତେଣୁ ସେ ମନେ ମନେ ଭାବିଲା, ହଉ ରହରେ ହାତୀ, ତୁ ଏପରି ମିଛ କଥା କହି ଜଙ୍ଗଲର ଜୀବଜନ୍ତୁଙ୍କୁ ଭଡ଼କାଇଛୁ ନାହିଁ। ଏବେ ଦେଖ, ମୁଁ ଖାଲି ଥରେ ଫିଷ୍ଟ କରିସାରେ, ତାପରେ ଜଙ୍ଗଲରେ ବୁଲି ବୁଲି କହିବି ତୁ କେତେ ବଡ଼ ଭଣ୍ଡ ଓ ଅନ୍ଧବିଶ୍ୱାସୀ ବୋଲି। ସବୁ ଏପରି ଖୁସି ହୋଇ ଫିଷ୍ଟ କରିବା ଜାଗାରେ ପହଞ୍ଚିଗଲେ ଏବଂ ସେଠାରେ ପହଞ୍ଚିବା ପରେ ବାଘ କହିଲା, ଆରେ ସମସ୍ତେ ଶୁଣ, ଆମେ ଫିଷ୍ଟ ଜାଗାରେ ପହଞ୍ଚିଗଲେ ଏବଂ ଏଠାରେ ପହଞ୍ଚୁ ପହଞ୍ଚୁ ଟିକେ ବିଳମ୍ବ ହୋଇଗଲା। ତେଣୁ ଆଉ ବେଶୀ ବିଳମ୍ବ ନ କରି ଏବେ ଭାତଟା ବସାଅ ଏବଂ ସମସ୍ତେ ନିଜ ନିଜ କାମରେ ଲାଗିପଡ଼। ଆଉ ବେଶୀ ବିଳମ୍ବ କରନା। ବାଘର କଥା ଅନୁସାରେ ସମସ୍ତେ ଫିଷ୍ଟ ପାଇଁ ପ୍ରସ୍ତୁତ ହୋଇଗଲେ। ସର୍ବପ୍ରଥମେ ବଣ୍ଟି ଭାତ ବସାଇଲା। ଭାତ ବସିବା ପରେ ତାର ବାସ୍ନା ଜଙ୍ଗଲର ସବୁଆଡ଼େ ଖେଳିଗଲା। ଧୀରେ ଧୀରେ ଏ ବାସ୍ନା ଗୁମ୍ଫା ଭିତରକୁ ଯାଇ ଶୋଇଥିବା ଭୂତ ନାକରେ ବାଜିଲା, ଯାହାଦ୍ୱାରା ତାର ନିଦ ଭାଙ୍ଗିଗଲା। ନିଦ ଭାଙ୍ଗିବା ପରେ ସେ କହିଲା, ଆରେ ବା, ଭାତର ବାସ୍ନା! ବହୁତ ବର୍ଷ ପରେ ଏ ଉତ୍ତର ଜଙ୍ଗଲରେ ଭାତର ବାସ୍ନା ଆସିଛି। ୟା ମାନେ ଏଇଆ, ଏ ଜଙ୍ଗଲକୁ ବୋଧେ କିଏ ଫିଷ୍ଟ କରିବାକୁ ଆସିଛି। ତେଣୁ ମୋତେ ଶୀଘ୍ର ବାସ୍ନା ଆସୁଥିବା ଜାଗା ଆଡ଼କୁ ଯିବାକୁ ପଡ଼ିବ ଏବଂ ସେଠାରେ ପହଞ୍ଚି ମୁଁ ମୋର ଶିକାର କରିବି। ହଁ। ଏପରି କହି ଭୂତ ବାସ୍ନା ଆସୁଥିବା ଜାଗା ଆଡ଼କୁ ଯାଉଥିବା ବେଳେ ହଠାତ୍ ଦେଖିଲା ବୁଢ଼ୀ ଡାହାଣୀ ମଧ୍ୟ ସେ ଆଡ଼କୁ ଯାଉଛି। ଏହା ଦେଖି ଭୂତ ମନେ ମନେ ଭାବିଲା, ଆରେ ଇଏ କ'ଣ? ମୁଁ ଯୁଆଡ଼େ ଯାଉଛି ଏ ବୁଢ଼ୀ ଡାହାଣୀ କ'ଣ ସିଆଡ଼େ ଯାଉଛି? ଆରେ ଯଦି ମୁଁ ବାସ୍ନା ଆସୁଥିବା ଜାଗା ପାଖରେ ଶୀଘ୍ର ନ ପହଞ୍ଚେ ତାହେଲେ ଏ ବୁଢ଼ୀଟା
ମୋ ଶିକାରକୁ ଖାଇଦେବ, ତେଣୁ ମୋତେ ଶୀଘ୍ର ଏଠାରୁ ଯିବାକୁ ପଡ଼ିବ। ଏପରି କହି ଭୂତ ସେଠାରୁ ଅଦୃଶ୍ୟ ହୋଇଗଲା। ଏସବୁ ବିଷୟରେ ବୁଢ଼ୀ ଡାହାଣୀ ଜାଣିପାରି କହିଲା, ହଉ ରହରେ ଭୂତ, ତୁ ଭାବୁଛୁ ଏଠାରୁ ଅଦୃଶ୍ୟ ହୋଇ ମୋ ଶିକାରକୁ ଖାଇଦେବୁ ନାହିଁ? ମୁଁ ମଧ୍ୟ ଦେଖିବି ତୁ କେତେ ଶୀଘ୍ର ଯାଇ ସେଠାରେ ପହଞ୍ଚୁଛୁ। ତୁ ପହଞ୍ଚିବା ପୂର୍ବରୁ ମୁଁ ସେଠାରେ ପହଞ୍ଚିଯିବି। ଏପରି କହି ବୁଢ଼ୀ ଡାହାଣୀ ସେଠାରୁ ଅଦୃଶ୍ୟ ହୋଇଗଲା ଏବଂ ବାସ୍ନା ଆସୁଥିବା ଜାଗାରେ ପ୍ରକଟ ହେଲା। ପ୍ରକଟ ହେବା ପରେ ସେ ଦେଖିଲା ଗୋଟିଏ ଜାଗାରେ ବାଘ, ବିଲୁଆ, ଗାଈ ଓ 2ଟି ମଣିଷ ଛୁଆ ଅଛନ୍ତି। ଖାଲି ସେତିକି ନୁହଁ, ବରଂ ସେଠାରେ ଆଉ 3ଟି ଭୂତ ଏମାନଙ୍କୁ ଘେରିକି ରହିଛନ୍ତି। ଆରେ ଏ ବିଲୁ, ହାତୀ ସତ କହୁଥିଲା ରେ, ଏ ଜଙ୍ଗଲରେ ଭୂତ ଅଛି ବୋଲି। ହେଲେ ଆମେ ତାର କଥାକୁ ନ ମାନି ଏଠାକୁ ପଳାଇ ଆସିଲେ। ହେଲେ ଏବେ ଗୋଟେ ଭୂତ ନୁହଁ, 2ଟା ନୁହଁ, 4ଟି ଭୂତ ଆମକୁ ମାରିବା ପାଇଁ ଅନେଇ ବସିଛନ୍ତି। ଯଦି ଗୋଟିଏ ଭୂତ ହୋଇଥାନ୍ତା ତାହେଲେ ହୁଏତ ବଞ୍ଚିବା ପାଇଁ କିଛି ଉପାୟ ଭାବିଥାନ୍ତି। ହେଲେ ଏବେ ଏ 4ଟି ଭୂତ କବଳରୁ କେମିତି ବଞ୍ଚିବି ରେ? ଆରେ ଏ ବିଲୁଆ ଭାଇ, ତୁ ମୋତେ ମୋର ଘରୁ ଫିଷ୍ଟ କଥା କହି ନେଇକି ଆସିଥିଲୁ, ହେଲେ ଏବେ ଏ ଭୂତ କବଳରେ ପକାଇଦେଲୁ। ତେଣୁ ମୁଁ କିଛି ବି ଜାଣିନି। ମୋତେ ଯେମିତି ହେଉ ବଞ୍ଚେଇକି ଏଠାରୁ ନେଇଯା, ନହେଲେ ମୁଁ ଭୂତ ହେବା ପରେ ତୋତେ ଆଗେ ଗୁଡ଼ାଇ ଖାଇବି। ଆରେ ତମେ ସବୁ ପାଟି ଚୁପ୍ କର। ଖାଲି ତମେ ଏ ଭୂତକୁ ଡରୁନା, ବରଂ ମୁଁ ମଧ୍ୟ ଏ ଭୂତକୁ ଡରୁଛି। ମତେ ତ ଲାଗୁଛି ଆଜି ଆମର ମୃତ୍ୟୁ ପୁରା ଫାଇନାଲ, କାରଣ ଏ ଭୂତ ଗୁଡାକ ଯେମିତି ଭୋକିଲା ଅବସ୍ଥାରେ ଅଛନ୍ତି, ମତେ କାହିଁ ଲାଗୁନି ଆଜି ଆମେ ଏଠାରୁ ବଞ୍ଚିକି ଗଲା ଭଳିଆ। ବିଲୁଆ ଏତିକି କହିଛି କି ନାହିଁ, ହଠାତ୍ ଗୋଟିଏ ଭୂତ ଅନ୍ୟ 2ଟି ଭୂତକୁ କହିଲା, ହଇରେ ମୂର୍ଖ ଭୂତ, ଏମାନେ ହେଉଛନ୍ତି ଆମ ଶିକାର। ୟାଙ୍କୁ କେବଳ ଆମେ 2 ଜଣ ଖାଇବୁ। ତେଣୁ ଭଲ ହେବ ଏମାନଙ୍କୁ ଏଠାରେ ଛାଡ଼ି ଦେଇ ପଳାଅ, ନହେଲେ ଆମ 2 ଜଣଙ୍କ ହାତରୁ ମରିବା ପାଇଁ ପ୍ରସ୍ତୁତ ହୋଇଯାଅ। ଆବେ ଏ ମେଣ୍ଟାଲ 2 ଭାଇ, ଭୁଲି ଯାଉଛ ବୋଧେ ତମେ 2 ଜଣଙ୍କୁ ମୁଁ କିପରି ପିଟିଥିଲି। ଯଦି ଭଲରେ ବଞ୍ଚିବାକୁ ଚାହୁଁଛ ତାହେଲେ ଏ ଶିକାରକୁ ମୋ ପାଖରେ ଛାଡ଼ି ଦେଇ ଏଠାରୁ ପଳାଅ, ନହେଲେ ଏଥର ଆଉ କ୍ଷମା ଦେବିନି, ସିଧା ମୃତ୍ୟୁ ଦେବି, ମୃତ୍ୟୁ। ଆଉ ଗୋଟେ କଥା, ଏଥର ମୁଁ ଆଉ ଏକଲା ନାହିଁ, ମୋ ପାଖରେ ଏ ବୁଢ଼ୀ ଡାହାଣୀ ଅଛି। ତମେ ଯଦି 2 ଜଣ ମିଶି ଏ ଖାଦ୍ୟକୁ ଖାଇବ, ଠିକ୍ ସେମିତି ଆମେ 2 ଜଣ ମଧ୍ୟ ଏ ଖାଦ୍ୟକୁ ମିଶିକି ଖାଇବୁ। ଭୂତମାନଙ୍କ ମଧ୍ୟରେ ଝଗଡ଼ା ଦେଖି ବଣ୍ଟି ମନରେ ଗୋଟିଏ ଉପାୟ ଜୁଟିଲା। ତେଣୁ ସେ ମନେ ମନେ ଭାବିଲା, ଆରେ ମା, ଏଇଟା ହେଉଛି ଗୋଟିଏ ଉପାୟ ଯାହାଦ୍ୱାରା ଆମେ ଏ ଭୂତ କବଳରୁ ବଞ୍ଚିପାରିବୁ। ମୁଁ ଯାଉଛି ଏ ଭୂତମାନଙ୍କ ମଧ୍ୟରେ ଝଗଡ଼ା ଲଗାଇଦେବି, ଯାହାଦ୍ୱାରା ୟାଙ୍କ ମଧ୍ୟରେ ଝଗଡ଼ା ହେବ ଓ ପରସ୍ପର ମରାମରି ଲାଗି ଏଠାରୁ ମରିବେ। ବଣ୍ଟି ମନେ ମନେ ଏପରି ଭାବି କହିଲା, ଆରେ ଏ ଭୂତମାନେ, ତମେ ଏମିତି କାହିଁକି ଝଗଡ଼ା ଲାଗୁଛ? କିଏ କାହାକୁ ମାରିବ? ମୁଁ ତୁମ 2ଟା ଦଳକୁ ଦେଖି ଯାହା ଜାଣିପାରୁଛି, ଏ ବୁଢ଼ୀ ଡାହାଣୀ ଥିବା ଦଳ ଯୁଦ୍ଧରେ ଜିତିବ, ଆଉ ତମେ 2 ଭାଇ ପାରିବ ନାହିଁ। ଆରେ ଏ ମଣିଷ ଛୁଆ, ତୁ ଠିକ୍ କହିଲୁ। ଯଦି ଆମେ ଝଗଡ଼ା ଲାଗୁ ତାହେଲେ ଆମ ଦଳ ଜିତିବ। ତେଣୁ ଏ 2 ଭାଇ ଏଠାରୁ ଛାଡ଼ି ଶୀଘ୍ର ପଳାଅ ଓ ଆମ ଶିକାରକୁ ଛାଡ଼ି ଦିଅ, ନହେଲେ ଆମ ହାତରୁ ମରିବା ପାଇଁ ପୁରା ପ୍ରସ୍ତୁତ ହୋଇଯାଅ। ଏସବୁ କଥା ଶୁଣି ଅନ୍ୟ ପାର୍ଶ୍ୱରେ ଥିବା 2 ଭାଇ ରାଗିଗଲେ। ତେଣୁ ରାଗରେ ଜଣେ କହିଲା, ହଇରେ ଏ ମୂର୍ଖ ଛୁଆ, ତୁ ତାଙ୍କ ସପୋର୍ଟ ନେଉଛୁ ନାହିଁ? ହଉ ଦେଖ ଏ ଯୁଦ୍ଧରେ କିଏ ଜିତୁଛି। ଜାଣିଛି ଏ ଯୁଦ୍ଧରେ ଆମେ ଜିତିବୁ। ଆଉ ମନେ ରଖ, ଆମେ ଜିତି ସାରିବା ପରେ ଆଗେ ତତେ ମାରିବୁ ଓ ତାପରେ ଯାଇ ତୋର ଅନ୍ୟ ସାଙ୍ଗମାନଙ୍କୁ ମାରି ଖାଇବୁ। ଏପରି ବଣ୍ଟି କଥା କହି 2 ଦଳ ଭୂତମାନଙ୍କ ମଧ୍ୟରେ ଝଗଡ଼ା ଲଗାଇଦେଲା, ଯାହାଦ୍ୱାରା ସେମାନେ ପରସ୍ପର ମଧ୍ୟରେ ଝଗଡ଼ା ଲାଗି ସେଠାରେ ମରିଗଲେ। ଆରେ ସାଙ୍ଗମାନେ, ଦେଖିଲ ତ ତମେ, ସେତେବେଳୁ ଖାଲି ଡରିକି ଛାନିଆ ହେଉଥିଲ, ହେଲେ ମୁଁ ଶାନ୍ତିରେ ରହି ଭଗବାନଙ୍କୁ ଡାକୁଥିଲି ଏବଂ ଉପଯୁକ୍ତ ସମୟରେ ଭଗବାନ ମୋ ମୁଣ୍ଡରେ
ବୁଦ୍ଧି ଜୁଟାଇ ଦେଲେ, ଯାହାଦ୍ୱାରା ମୁଁ ଏ ଭୂତମାନଙ୍କୁ ମାରିପାରିଲି। ହଉ, ଏବେ ଆଉ ବିଳମ୍ବ ନ କରି ଚାଲ ଫିଷ୍ଟ କାର୍ଯ୍ୟରେ ଲାଗିଯିବା। ଇଏ ହେଉଛି ଫୁରଫୁରି ନଗର ଗାଁ। ଆଜି ରାତିରେ ଏଠାରେ ବହୁ ଜୋରେ ବର୍ଷା ହେଉଛି। ଏ ବର୍ଷା ରାତି ଏକ ଭୟଙ୍କର କଳା ବାଦଲ ଫୁରଫୁରି ନଗର ପାଇଁ ନେଇ ଆସିବ ବୋଲି କେହି କେବେ ଭାବି ନଥିଲେ। ବାପା, ପାଖାପାଖି 2 ଘଣ୍ଟା ହେବ ଜୋରେ ବର୍ଷା ହେଉଛି। ଏତେ ଜୋରେ ବର୍ଷା ଯଦି ଆଉ 2 ଦିନ ହେବ ତାହେଲେ ଗାଁରେ ବନ୍ୟା ପଶିଯିବ। ଏ ବର୍ଷା ରାତି ଦେଖି ଏପରି ଲାଗୁଛି ସତେ ଯେପରି ଇନ୍ଦ୍ରଦେବ ଆମ ଗାଁ ଉପରେ ରାଗିଛନ୍ତି। ଆରେ ପୁଅ, ତୁ ଠିକ କହିଲୁ ରେ। ମତେ ବି ଏପରି ଲାଗୁଛି କି ଇନ୍ଦ୍ରଦେବ ଆମ ଗାଁ ଉପରେ ରାଗିଛନ୍ତି, କାରଣ ମୁଁ ମୋ ଜୀବନ କାଳ ଭିତରେ ଏପରି ଜୋରେ ବର୍ଷା କେବେ ବି ଦେଖିନଥିଲି। ଏ ବର୍ଷା ଦେଖି ମତେ ଏପରି ଲାଗୁଛି ନିଶ୍ଚିତ କିଛି ନା କିଛି ଅଘଟଣ ଘଟିବାକୁ ଯାଉଛି ଆମ ଗାଁ ପ୍ରତି। ବାପା, ଦୟାକରି ସେପରି ଅଶୁଭ କଥା ପାଟିରେ ଧରନି। ହେ ପ୍ରଭୁ ଇନ୍ଦ୍ରଦେବ, ଦୟାକରି ଆମ ଦ୍ୱାରା ହୋଇଥିବା ଯେକୌଣସି ଭୁଲକୁ କ୍ଷମା କରିଦିଅ ଓ ଏପରି ବର୍ଷା ବନ୍ଦ କର ପ୍ରଭୁ। ଏପରି ବର୍ଷା ଦେଖିଲା ବେଳକୁ ବହୁ ଜୋରେ ଡର ଲାଗୁଛି। ସୁରେଶ ଓ ତା ବାପା ଏପରି କଥା ହୋଇ ରହିଲେ ଏବଂ ତା ପରଦିନ ସକାଳ ହେବା ପରେ ବିକି ଓ ରଜତ ନାମରେ 2ଟି ଛୁଆ କଥା ହେଲେ। ଆରେ ରଜତ, ଦେଖିଥିବୁ କାଲି ରାତିରେ କେତେ ଜୋରେ ବର୍ଷା ଓ ପବନ ହେଉଥିଲା। ତେଣୁ ଚାଲ ଆମେ ଜଙ୍ଗଲକୁ ଯିବା ଓ ସେଠାରୁ ବହୁତ ଆମ୍ବ ଖୁଣ୍ଟିକି ଆଣି ଖାଇବା। ମୋ ବାପା କହୁଥିଲେ ଜଙ୍ଗଲରେ କୁଆଡ଼େ ପୁରା ମିଠା ମିଠା ଆମ୍ବ ଗଛ ଅଛି। ତେଣୁ ଚାଲ, ଆଉ କିଏ ଯିବା ପୂର୍ବରୁ ଆମେ 2 ଜଣ ଯାଇ ଆମ୍ବ ନେଇ ଆସିବା। ଆରେ ନା ବାବା ନା, ମୁଁ ସେ ଜଙ୍ଗଲକୁ ଯିବିନି, କାରଣ ବର୍ଷା ପରେ ବାଘ ଭାଲୁ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଘରେ ପାଣି ପଶି ଯାଇଥିବ, ଯାହାଦ୍ୱାରା ସେମାନେ ବାହାରେ ବୁଲୁଥିବେ। ଥରେ ଭାବିଲୁ, ଯଦି ଆମେ ବାଘ ହାବୁଡ଼ରେ ପଡ଼ିଯିବା ନା, ତାହେଲେ ଆମର ମରିବାଟା ଫାଇନାଲ ହୋଇଯିବ। ତେଣୁ ମୁଁ ଯିବିନି। ଆରେ ତୁ ବହୁତ ବଡ଼ ପାଗଳ। ଏପରି ପାଗଳ ମୁଁ ମୋର ଜୀବନରେ କେବେ ବି ଦେଖିନଥିଲି। ଆବେ, ଏବେ ସକାଳ 8ଟା ହୋଇଛି। ଯଦି ଏବେ ଆମେ ଯାଇ ଆମ୍ବ ନ ଆଣିବା ତାହେଲେ ଆଉ କିଏ ଆମ୍ବ ନେଇଯିବ? ଆଉ ରହିଲା ବାଘ ଭାଲୁ କଥା, ସେମାନେ ପାହାଡ଼କୁ ପଳାଇଥିବେ। ତେଣୁ ବିନା ଡରି ଚାଲ ମୋ ସାଥିରେ। ବିକି ଏପରି କହିବା ପରେ ରଜତ ଯିବା ପାଇଁ ରାଜି ହୋଇଗଲା ଓ ତାପରେ ଦୁହେଁ ମିଶି ଜଙ୍ଗଲ ଆଡ଼କୁ ଗଲେ। ସେ କିଛି ବାଟ ଚାଲିବା ପରେ ହଠାତ୍ ଗୋଟିଏ ବିଶାଳକାୟ ଗାତ ଦେଖି ରହିଗଲେ, ଯେଉଁ ଗାତଟି ଜଙ୍ଗଲକୁ ଯିବା ରାସ୍ତାକୁ ବନ୍ଦ କରି ରଖିଥିଲା। ଏହା ଦେଖି ବିକି କହିଲା, ଆରେ ସାଙ୍ଗ, ଇଏ କ'ଣ କେତେ ବଡ଼ ଗାତ ହୋଇଯାଇଛି ରେ? ଏତେ ବଡ଼ ଗାତ ମୁଁ ମୋ ଜୀବନରେ ଦେଖିନଥିଲି। ମତେ ଯାହା ଲାଗୁଛି କାଲି ରାତିରେ ବର୍ଷା ପାଇଁ ଏପରି ହୋଇଛି ବୋଧେ। ଆଉ ଏ ଗାତଟି ଏପରି ଜାଗାରେ ହୋଇଛି ଯେ ଆମେ ଆଉ ଜଙ୍ଗଲକୁ ଯାଇପାରିବା ନାହିଁ। ସାଙ୍ଗ, ତୁ ଠିକ କହିଲୁ ରେ। ଏପରି ଗାତ ମୁଁ ବି ମୋ ଜୀବନରେ କେବେ ଦେଖିନଥିଲି। ଆରେ ସାଙ୍ଗ, ମତେ ଯାହା ଲାଗୁଛି ଏ ଗାତରେ ବାଘ ଭାଲୁ ପଶି ଯାଇଥିବେ ବୋଧେ। ତେଣୁ ସେମାନେ ବାହାରିବା ପୂର୍ବରୁ ଚାଲ ଆମେ ଏଠାରୁ ପଳାଇବା, ନହେଲେ ଆଜି ଆମେ ତାଙ୍କର ଭୋଜନ ହୋଇଯିବା। ତୁ ଠିକ କହିଲୁ ନା ସାଙ୍ଗ? ଚାଲ ଆମେ ଏଠାରୁ ପଳାଇବା ଓ ଗାଁ ବାଲାଙ୍କୁ ଏ ଗାତ ବିଷୟରେ କହି ଏଟାକୁ ଡାକି ଆଣିବା ଏବଂ ସେମାନେ ଏ ଗାତକୁ ପୋତିବେ, ନହେଲେ ଜଙ୍ଗଲକୁ ଯିବା ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଯିବ। ବିକି ଏପରି କହିବା ପରେ ସେ 2 ଜଣ ସେଠାରୁ ପଳାଇଲେ। ସେ ଗଲାବେଳେ ଦେଖିଲେ ବାଟରେ ରବି ଦାଦା ହାତରେ ଟାଙ୍ଗିଆ ଧରି ଜଙ୍ଗଲକୁ କାଠ କାଟିବା ପାଇଁ ଯାଉଛନ୍ତି। ଏହା ଦେଖି ବିକି ଓ ରଜତ ସେଠାରେ ରହିଗଲେ ଏବଂ ରବି ଦାଦା କହିଲେ, ଅରେ ବିକି ଓ ରଜତ, କ'ଣ ହେଲା? ତମେ ଏପରି ମୋ ବାଟ ଅଟକାଉଛ କାହିଁକି? ଆଉ ହଁ, ତମେ ଏତେ ସକାଳୁ ଜଙ୍ଗଲ ଆଡ଼କୁ କାହିଁକି ଯାଇଥିଲ? ଆଚ୍ଛା, ତମେ ତାହେଲେ ଆମ୍ବ ଖୁଣ୍ଟିବାକୁ ଯାଇଥିଲ। ହଉ, ଏବେ ମୋ ବାଟ ଛାଡ଼, ମୁଁ କାଠ କାଟିବାକୁ ଯିବି। ଆରେ ବିକି ଦାଦା, ମୋ କଥା ଟିକେ ଶୁଣ।
ଆମେ ଆମ୍ବ ଆଣିବାକୁ ଯାଇଥିଲୁ ସତ, ହେଲେ ଗଲାବେଳେ ଦେଖିଲୁ ଜଙ୍ଗଲକୁ ଯିବା ରାସ୍ତାରେ ଏକ ବିଶାଳ ଗାତ ହୋଇଯାଇଛି, ଯାହା ଫଳରେ ଆମେ ଆଉ ଜଙ୍ଗଲକୁ ଯାଇପାରିଲୁ ନାହିଁ। ତେଣୁ ତମେ ଏଠାରୁ ପଳାଇ ଚାଲ, ଆମେ ଯାଇ ଗାଁ ବାଲାଙ୍କୁ ଡାକିକି ଆଣିବା ଓ ସେ ଗାତକୁ ପୋତିବା ପାଇଁ ଚେଷ୍ଟା କରିବା। ଆରେ ବିକି ଓ ରଜତ, ତମେ ତ ଛୋଟ ଛୋଟ ଛୁଆ ଦିଟା, ଏବେଠାରୁ ଏତେ ମିଛ କହୁଛ, ତାହେଲେ ଆଗକୁ କ'ଣ କରିବ ମୁଁ ଏବେ ଜାଣିପାରୁଛି। ଆଚ୍ଛା, ତାହେଲେ ତମେ ଦିଟା ଜଙ୍ଗଲରୁ ଆମ୍ବ ଆଣିପାରିଲନି କାରଣ ସେଠାକୁ ଯିବା ପାଇଁ ଡର ଲାଗିଲା, ତେଣୁ ଏପରି ମୋତେ ମିଛ କହି ଜଙ୍ଗଲକୁ ଯିବାକୁ ରୋକୁଛ। ଆରେ ତମେ ଜମା ଚିନ୍ତା କରନା, ମୁଁ ଆମ୍ବ ନେବିନି, ମୁଁ କାଠ କାଟିବାକୁ ଯାଉଛି, ତେଣୁ ଏଠାରୁ ଉଠ। ଏହା ଶୁଣିବା ପରେ ବିକି ଓ ରଜତ ସେଠାରୁ ପଳାଇ ଆସିଲେ ଗାଁ ଆଡ଼କୁ ଓ ଗାଁରେ ଦୁଇଟି ଲୋକଙ୍କ ପାଖରେ ପହଞ୍ଚି କହିଲେ, ଆରେ ସୁମନ ଦାଦା, କାଲି ରାତିରେ ବର୍ଷା ପାଇଁ ଜଙ୍ଗଲରେ ଗୋଟେ ବିଶାଳ ଗାତ ହୋଇଯାଇଛି ଓ ସେ ଗାତଟି ଜଙ୍ଗଲକୁ ଯିବା ରାସ୍ତାକୁ ବନ୍ଦ କରି ରଖିଛି। ତେଣୁ ଚାଲ ଆମେ ସମସ୍ତେ ମିଶି ସେ ଗାତକୁ ବନ୍ଦ କରିବା, ଯାହାଦ୍ୱାରା ଆମେ ପୂର୍ବଥର ପରି ଜଙ୍ଗଲକୁ ଯାଇପାରିବା। ଓ ଏ ପାଖରେ ରବି ସେ ଗାତ ଦେଖି ସେଠାରେ ରହିଗଲା ଏବଂ କହିଲା, ଅରେ ବିକି ଓ ରଜତ ତାହେଲେ ଠିକ କହୁଥିଲେ, ଜଙ୍ଗଲ ରାସ୍ତାରେ ଏକ ବିଶାଳ ଖାଲ ହୋଇଯାଇଛି। ମୁଁ ବେକାରଟାରେ ତାଙ୍କ ଦୁଇ ଜଣଙ୍କୁ ରାଗରେ ଗାଳି କଲି, ହେଲେ ଏବେ ମୁଁ ଜଙ୍ଗଲକୁ ଯିବି କେମିତି ଓ କାଠ କାଟିବି କେମିତି? ଯଦି ମୁଁ ଆଜି କାଠ ନ କାଟେ ତାହେଲେ ମୋର ସ୍ତ୍ରୀ ପିଲା ଛୁଆ ଉପବାସରେ ରହିବେ। ଆରେ ହଁ, ଯାଉଛି ଗୋଟେ କାମ କରିବି, ମୁଁ ଜୋରରେ ପାଟି ଚିଲାଇ ଡାକିବି। ଯଦି ଗାତ ସେପାଖରେ କିଏ ଲୋକ ରହୁଥିବେ ତାହେଲେ ସେ ମୋତେ ସେପାଖକୁ ଯିବା ପାଇଁ ନିଶ୍ଚିତ ସାହାଯ୍ୟ କରିବେ। ଆରେ ଓ ଭାଇ, ଜଙ୍ଗଲ ଭିତରେ କିଏ ଅଛ? ମୋତେ ସାହାଯ୍ୟ କର। ଆରେ ଓ ଭାଇ, କିଏ ଅଛ କିରେ? ହେଲେ ରବିର ଏପରି ଆବାଜ ତାର ଜୀବନ ନେବା ସହ ଗାଁ ଲୋକଙ୍କର ଜୀବନ ନେବ ବୋଲି ସେ କେବେ ବି ଭାବିନଥିଲା, କାରଣ ବର୍ଷା ଯୋଗୁଁ ଯେଉଁ ଗାତଟି ହୋଇଥିଲା ସେ ଗାତରେ ବହୁ ପୂର୍ବରୁ ଗୋଟିଏ ଭୂତ ନିଘୋଡ଼ ନିଦରେ ଶୋଇଥିଲା। ହେଲେ ରବିର ଜୋରେ ଆବାଜ ଗାତ ଦେଇ ଭୂତ କାନରେ ବାଜିଲା, ଯାହାଦ୍ୱାରା ଭୂତର ନିଦ ଭାଙ୍ଗିଗଲା। ଭୂତ ନିଦ ଭାଙ୍ଗିବାରୁ ସେ ବହୁ ଜୋରେ ରାଗିଗଲା ଓ କହିଲା, अरे किए से मूर्ख जी मो निद भांगिला। मु पाखापाखि 50 वर्ष हेब शोइथिले, हेले से मो निद भांगिदेला। तेणु आज मु से मूर्ख मनिषर रक्त पी मोर पेट पुराई शांति रे शोइबी। ଭୂତ ଏପରି କହି ହାତ ବଢ଼ାଇଲା ଓ ଉପରୁ ରବିକୁ ଧରି ପକାଇଲା। ଏହା ଦେଖି ରବି ଡରିଗଲା ଓ ଡର ଡରରେ କହିଲା, ଆରେ କିଏ ମୋ ଗୋଡ଼କୁ ଧରି ଟାଣୁଛି? ଛାଡ଼ ମୋତେ, ନହେଲେ ମୁଁ ଜୋରରେ ପାଟି କରି ଗାଁ ଲୋକଙ୍କୁ ଡାକିବି। ଛାଡ଼ ମୋତେ କହୁଛି। ହେଲେ ଭୂତ କିଛି ବି ଶୁଣିଲା ନାହିଁ ଏବଂ ତା ହାତ ମାଧ୍ୟମରେ ରବି ଦେହରୁ ସବୁ ରକ୍ତ ଶୋଷି ପିଇଦେଲା ଓ ତାପରେ କହିଲା, अरे बा, बहुत दिन पर रक्त पी ए पेटरा टिके शांति मिलला। तेणु मु गोटे मास पूरा न शोई खाली मनीषों रक्त पीबी ओ तापरे पुणी शोइबी। हाँ। ଭୂତ ଏପରି କହୁଥିବା ବେଳେ ଗାତ ପାଖରେ ଅନେକ ଲୋକ ରୁଣ୍ଡିତ ହୋଇଯାଇଥିଲେ। ଆରେ ଇଏ କ'ଣ? ରବି ଭାଇ ଏପରି ଏଠାରେ କ'ଣ ପାଇଁ ପଡ଼ିଛି? ତାର କ'ଣ ହୋଇଛି? ଆରେ ଏ ରବି ଭାଇ ଉଠ, ତୁ ଏପରି ତଳେ ଶୋଇଛୁ କାହିଁକି? ତୋର କ'ଣ ହୋଇଛି କି? ସୁରେଶ ଏପରି ଡାକିବା ପରେ ମଧ୍ୟ ରବି ଉଠିଲା ନାହିଁ। ତେଣୁ ସେ କହିଲା, ଆରେ ଗାଁ ବାଲା, ଏ ରବି ଭାଇକୁ ଏତେ ଥର ଡାକିଲା ପରେ ମଧ୍ୟ ସେ ଉଠୁନି, ତେଣୁ ଆମକୁ ଶୀଘ୍ର ଆମ୍ବୁଲାନ୍ସକୁ କଲ୍ କରି ରବି ଭାଇକୁ ମେଡିକାଲ ନେବାକୁ ପଡ଼ିବ। ସୁରେଶ ଏପରି କହିବା ପରେ ଲୋକେ ଆମ୍ବୁଲାନ୍ସକୁ କଲ୍ କରି ଡାକିଲେ ଏବଂ ରବିକୁ ମେଡିକାଲ ପଠାଇଲେ। ଏବଂ ତାପରେ ସୁରେଶ କହିଲା, ଆରେ ଗାଁ ବାଲା, ରବିଟା ବହୁତ ତାକତବର ଲୋକ ଥିଲା। ସେ ଏପରି ବେହୋସ ହୋଇ ପଡ଼ିଛି କିମ୍ବା ହଠାତ୍ ଏପରି ଦେହ ଖରାପ ହେବାଟା ମୋତେ ଠିକ୍ ଲାଗୁନି। ମୋତେ ଯାହା ଲାଗୁଛି ଏ ଗାତ ପାଇଁ ଏପରି ହୋଇଛି ବୋଧେ। ତେଣୁ ଆମକୁ ଯେମିତି ହେଉ ଏ ଗାତକୁ ପୋତିବାକୁ ପଡ଼ିବ, ନହେଲେ ଏପରି ଜଣଙ୍କ ପରେ ଜଣେ ଆମ ଗାଁ ଲୋକଙ୍କର ଜୀବନ ଯିବ। ଆରେ ସୁରେଶ ଦାଦା,
ଏ ଗାତ ବହୁତ ବଡ଼ ଏବଂ ଆକୁ ପୋତିବା ଏତିକି ଲୋକଙ୍କ ଦ୍ୱାରା ସମ୍ଭବ ନୁହଁ। ତା ସହ ଆଜି ବହୁତ ସମୟ ହୋଇଗଲାଣି। ମୋତେ ଯାହା ଲାଗୁଛି ଏ ଗାତ ପୋତିବା ଆମ ଦ୍ୱାରା ସମ୍ଭବ ହେବନି। ଏପରି ପରିସ୍ଥିତିରେ କେବଳ ଆମକୁ ସରକାର ହିଁ ସାହାଯ୍ୟ କରିପାରିବେ। ତେଣୁ କାଲି ଏ ବିଷୟରେ ଆମେ ସରପଞ୍ଚଙ୍କୁ କହିବା ଓ ସେ ନିଶ୍ଚିତ ସରକାରଙ୍କ ଠାରୁ କିଛି ନା କିଛି ସାହାଯ୍ୟ ଆଣିବେ। ବିକିର ଏକଥାରେ ସବୁ ରାଜି ହୋଇଗଲେ। ଗାଁ ବାଲାଙ୍କ କଥା ସବୁ ଗାତ ଭିତରେ ଥିବା ଭୂତ ଶୁଣୁଥିଲା। ସେ ଏସବୁ ଶୁଣି କହିଲା, ଆରେ ବାପରେ, ଏ ଆବାଜ ଶୁଣି ମତେ ଯାହା ଲାଗୁଛି ଗାତ ପାଖରେ ବହୁତ ଲୋକ ଛିଡା ହୋଇଛନ୍ତି ଏବଂ ଏମାନେ ଗାତ ପୋତିବା କଥା ଭାବୁଛନ୍ତି। ମାନେ ନିଶ୍ଚିତ ଏମାନେ ସବୁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ତେଣୁ ମୁଁ ମୋର ଶକ୍ତି ମାଧ୍ୟମରେ ଏ ଗାତକୁ ପୂର୍ବଥର ପରି ପୋତି ଦେବି ଓ ତାପରେ ଯିଏ ବି ଏ ଗାତ ଦେଇ ଯିବ ମୁଁ ତାର ରକ୍ତକୁ ପିଇବି। ହଁ। ଭୂତ ଏପରି କହି ରହିଲା ଏବଂ ଧୀରେ ଧୀରେ ସମୟ ଗଡ଼ି ରାତି ହୋଇଗଲା ଏବଂ ରାତି ହେବା ପରେ ପୂର୍ବ ରାତି ପରି ଜୋରରେ ବର୍ଷା ହେଲା। ଏତେ ଜୋରରେ ବର୍ଷା ଦେଖି ଏପରି ଲାଗୁଥିଲା ଗାଁ ପୁରା ବନ୍ୟାରେ ଭାସିଯିବ। ବାପା, ପୂର୍ବ ଦିନ ପରି ଆଜି ବି ଠିକ୍ ସେପରି ବର୍ଷା ହେଉଛି। କାଲି ବର୍ଷା ପରେ ଜଙ୍ଗଲ ରାସ୍ତାରେ ଗୋଟେ ବିଶାଳ ଗାତ ହୋଇଯାଇଛି, ଯାହା ଫଳରେ ଗାଁ ଲୋକ ଜଙ୍ଗଲକୁ ଯାଇପାରୁନାହାନ୍ତି। ଖାଲି ସେତିକି ନୁହଁ, ବରଂ ଗାତ ପାଖରେ ରବି ବେହୋସ ହୋଇ ପଡ଼ିଥିଲା ଏବଂ ଆଉ ଟିକେ ପରେ ଖବର ଆସିଲା ସେ କୁଆଡ଼େ ମରିଯାଇଛି। ବାପା, ସତରେ କ'ଣ ଇନ୍ଦ୍ରଦେବ ଆମ ଉପରେ ରାଗିଛନ୍ତି ନା ଏସବୁ ଅନ୍ୟ କିଛି ବିପଦର ସଂକେତ? ପୁଅ, ଇତିହାସ ସାକ୍ଷୀ ଅଛି, ଯେତେବେଳେ ବି ଏ ଧରାପୃଷ୍ଠରେ କିଛି ଅଘଟଣ ଘଟେ ତା ପୂର୍ବରୁ ଆମକୁ ସଂକେତ ମିଳିଛି। ଠିକ୍ ସେମିତି ଆଗୁଆ ଆମକୁ ସଂକେତ ମିଳିଛି। ତେଣୁ ଆମକୁ ଏବେ ସତର୍କ ରହିବାକୁ ପଡ଼ିବ, ନହେଲେ ଜଣା ନାହିଁ କେତେବେଳେ କ'ଣ ହୋଇଯିବ। ବାପ ପୁଅ ଏପରି କଥା ହେଲେ ଏବଂ ତା ପରଦିନ ସକାଳ ହେବା ପରେ ଅକ୍ଷୟ ନାମରେ ଗୋଟିଏ ପିଲା କହିଲା, ଆରେ ଗାଁ ସାରା ସବୁ ଲୋକ କହୁଛନ୍ତି କୁଆଡ଼େ ଜଙ୍ଗଲ ରାସ୍ତାରେ ଗୋଟେ ବଡ଼ ଗାତ ହୋଇଯାଇଛି। କାଲି ତ ମୁଁ କାମକୁ ଯାଇଥିଲି, ସେଥିପାଇଁ ଯାଇପାରିଲି ନାହିଁ। ତେଣୁ ଆଜି ଟିକେ ଯାଇ ଦେଖିବାକୁ ପଡ଼ିବ କେତେ ଗାତ ଓ କୋଉ ଆକାରରେ ଗାତଟା ହୋଇଛି। ଏପରି କହି ଅକ୍ଷୟ ଜଙ୍ଗଲ ଆଡ଼କୁ ଯିବାରେ ଲାଗିଲା ଓ କିଛି ବାଟ ଚାଲିବା ପରେ ଗାତ ହୋଇଥିବା ଜାଗାରେ ପହଞ୍ଚିଗଲା ଓ ଦେଖିଲା ସେଠାରେ କିଛି ବି ଗାତ ନାହିଁ। ଏହା ଦେଖି ସେ କହିଲା, ଆରେ ଧେତ୍ ତେରିକି, କ'ଣ ଗୋଟେ ବିଶାଳକାୟ ଗାତଟେ ହୋଇଥିଲା ଦେଖିଥାନ୍ତି, ହେଲେ ଦେଖିପାରିଲି ନାହିଁ। ଲାଗୁଛି ମୁଁ ଆସିବା ପୂର୍ବରୁ ଗାଁ ବାଲା ଏ ଗାତକୁ ପୋତି ଦେଇଛନ୍ତି ବୋଧେ। ତେଣୁ ଯାଉଛି ଘରକୁ ପଳାଇବି ଏବଂ କାହା ମୋବାଇଲରେ ଗୋଟେ ଗାତରେ ଫଟୋ ଦେଖିଦେବି। ଆରେ ବା, ମୋ ଉପାୟଟା କାମ ଦେଲା। ମୁଁ ଗାତ ପୋତିଛି ବୋଲି ଏବେ ଗୋଟେ ଲୋକ ତା ପାଖରେ ଥାଇ ଆଶ୍ଚର୍ଯ୍ୟ ହେଉଛି। ତେଣୁ ଯାଉଛି ଏ ଲୋକଟା ଦେହରୁ ସବୁ ରକ୍ତ ଏବେ ପିଇଦେବି। ଭୂତ ଏପରି କହିଛି କି ନାହିଁ, ହଠାତ୍ ତାକୁ ବେଶୀ ଲୋକଙ୍କର କୋଳାହଳ ଶୁଭିଲା। ଆରେ ଗାଁ ବାଲା, ତୁମକୁ ତ ମାନିବାକୁ ପଡ଼ିବ। ବହୁତ ବଡ଼ ଗାତକୁ ତମେ ଗୋଟେ ଦିନରେ ପୋତିଦେଲ। ମୁଁ ତ ଭାବିକି ଆସିଥିଲି ବିଶାଳ ଗାତ ଦେଖିବାକୁ, ହେଲେ ଦେଖିପାରିଲି ନାହିଁ। ହଉ, ଏବେ ଦେଖାଇଲ ସେ ଗାତର ଫଟୋ। ଗାଁ ଲୋକମାନେ ଦେଖିଲେ ଜଙ୍ଗଲକୁ ଯିବା ରାସ୍ତାରେ ଥିବା ଗାତଟି ଆପେ ଆପେ ପୋତି ହୋଇଯାଇଛି। ଏହା ଦେଖି ରମେଶ ବହୁତ ଖୁସି ହୋଇଗଲା ଓ କହିଲା, ଆରେ ଅକ୍ଷୟ ପାଗଳ, ଗାତକୁ ଆମେ ପୋତିନୁ, ବରଂ ଗାତଟି ଆପେ ଆପେ ପୋତି ହୋଇଯାଇଛି। ଲାଗୁଛି କାଲି ରାତିରେ ଯେଉଁ ବର୍ଷା ହୋଇଛି ସେଇ ବର୍ଷା ପାଇଁ ଏପରି ହେଉଛି ବୋଧେ। ହେ ପ୍ରଭୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଏ ଗାତକୁ ପୋତିଥିବାରୁ। ଆରେ ଗାଁ ବାଲା ଶୁଣ, ଭଗବାନଙ୍କ ଦୟାରୁ ଗାତଟି ଆପେ ଆପେ ପୋତି ହୋଇଯାଇଛି। ତେଣୁ କାଲିଠାରୁ ସମସ୍ତେ ଜଙ୍ଗଲକୁ ଯାଇପାରିବ ଏବଂ କାଠ ମଧ୍ୟ କାଟିପାରିବ। ଏହା ଶୁଣି ଗାଁ ଲୋକ ବହୁତ ଖୁସି ହୋଇଗଲେ। ହେଲେ ଏସବୁ କଥା ଭୂତ ଗାତରେ ଥାଇ ଶୁଣିକି କହିଲା, ଆରେ ୟାର, ପ୍ରଥମେ ଆସିଥିବା ମଣିଷଟାକୁ ମୁଁ ଆଜି ଖାଇଥାନ୍ତି, ହେଲେ ଏ ଲୋକ ଗୁଡାକ ଆସି ପୁରା ହଇରାଣ କରିଦେଲେ। ହଉ, କିଛି କଥା ନାହିଁ, କାଲି ତ ଲୋକମାନେ ଜଙ୍ଗଲକୁ କାଠ କାଟିବା ପାଇଁ ଆସିବେ ଓ ତାପରେ ମୁଁ ରକ୍ତ ପିଇବି।
ଭୂତ ଏପରି କହି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ଅକ୍ଷୟ କାଠ କାଟିବା ପାଇଁ ଜଙ୍ଗଲକୁ ଆସିଲା। ସେ ଆସିଲା ବେଳେ ଗାତ ପାଖରେ ରହିଗଲା ଓ ସେ ଗାତରୁ ଗୋଟିଏ ଅଜୀବ ପ୍ରକାର ଗନ୍ଧ ଆସି ତା ନାକରେ ବାଜିଲା, ଯାହାଦ୍ୱାରା ସେଇଠାରେ ଅକ୍ଷୟ ବେହୋସ ହୋଇ ପଡ଼ିଗଲା ଓ ତାପରେ ଗାତ ହୋଇଥିବା ଜାଗାରୁ ଗୋଟିଏ ପାଇପ୍ ବାହାରିଲା ଓ ଅକ୍ଷୟ ଦେହରୁ ରକ୍ତ ଶୋଷିବାରେ ଲାଗିଲା। ଏବଂ କିଛି ସମୟ ପରେ ସଞ୍ଜୟ କାଠ କାଟିବା ପାଇଁ ଆସୁଥିଲା ଏବଂ ସେ ଦେଖିଲା ଅକ୍ଷୟ ବେହୋସ ହୋଇ ପଡ଼ିଥାଏ। ଏହା ଦେଖି ସେ ଅକ୍ଷୟ ପାଖରେ ରହିଗଲା ଏବଂ ଠିକ୍ ପୂର୍ବଥର ପରି ଗୋଟିଏ ଗନ୍ଧ ଆସି ସଞ୍ଜୟ ନାକରେ ବାଜିଲା, ଯାହାଫଳରେ ସଞ୍ଜୟ ମଧ୍ୟ ସେଇଠାରେ ବେହୋସ ହୋଇ ପଡ଼ିଗଲା। ତାପରେ ପୁଣି ଥରେ ଗୋଟିଏ ପାଇପ୍ ଆସି ସଞ୍ଜୟ ଦେହରେ ଲାଗିଲା ଏବଂ ରକ୍ତ ଶୋଷିବାରେ ଲାଗିଲା। ଭୂତ ଦୁଇ ଜଣଙ୍କର ରକ୍ତ ପିଇବା ପରେ ତାର ପେଟ ପୂରିଗଲା। ତେଣୁ ସେ କହିଲା, ଆରେ ବାବାରେ ବାବା, ଆଜି 2ଟା ମଣିଷଙ୍କର ରକ୍ତ ପିଇ ମୋ ପେଟ ପୁରିଗଲା। ତେଣୁ ମୁଁ ଏବେ ଯାଉଛି ଶୋଇପଡ଼ିବି ଏବଂ କାଲି ସକାଳ ହେବା ପରେ ଅନ୍ୟ ଏକ ମଣିଷର ରକ୍ତ ପିଇ ମୋ ପେଟ ପୁରାଇବି। ଭୂତ ଏପରି କହି ରହିଲା ଏବଂ ଏପାଖରେ ଗାଁ ଲୋକ ଅକ୍ଷୟ ଓ ସଞ୍ଜୟର ମୃତ ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏବଂ ରାତି ହେବା ପରେ ରମେଶ ତାର ବାପାକୁ କହିଲା, ବାପା, ତମେ କହିଥିବା କଥା ଅନୁସାରେ ସବୁ ହେଉଛି। ମାନେ ବର୍ଷା ପରଠାରୁ ଆମ ଗାଁ ଲୋକ ମରୁଛନ୍ତି। ପ୍ରଥମେ ରବି ମରିଥିଲା ଏବଂ ଏବେ ଅକ୍ଷୟ ଓ ସଞ୍ଜୟ ମରିଗଲେ। ମୋତେ ଯାହା ଲାଗୁଛି ସେ ଗାତ ହିଁ ଅସୁବିଧା କରୁଛି। ତେଣୁ ବାପା କୁହ, ଏପରି ପରିସ୍ଥିତିରେ ଆମେ କ'ଣ କରିବୁ ଓ କିପରି ଏ ବିପଦରୁ ରକ୍ଷା ପାଇବୁ? ଆରେ ପୁଅ, ଏସବୁ ଅସୁବିଧା ଆପେ ଆପେ ସୃଷ୍ଟି ହୋଇଛି। ମାନେ ଏପରି ପରିସ୍ଥିତିରେ କେବଳ ଆମକୁ ଭଗବାନ ସାହାଯ୍ୟ କରିବେ। ତେଣୁ ସମସ୍ତ ଗାଁ ଲୋକ ଭଗବାନଙ୍କ ପାଖରେ ପ୍ରାର୍ଥନା କର, ଦେଖିବ ସବୁ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ। ରମେଶ ତାର ବାପା କଥା ଅନୁସାରେ ଗାଁ ଲୋକଙ୍କୁ ଧରି ଭଗବାନଙ୍କୁ ଡାକିଲା ଏବଂ ରାତି ହେବା ପରେ ପୂର୍ବଥର ପରି ଜୋରରେ ବର୍ଷା ହେଲା ଏବଂ ବର୍ଷାରେ ଗୋଟିଏ ବିଜୁଳି ପରି ଆଲୋକ ଆସିଲା ଏବଂ ଭୂତ ଦେହରେ ବାଜିଲା, ଯାହାଫଳରେ ଭୂତ ସେଇଠାରେ ମରିଗଲା ଓ ତାପରେ ଗାଁର ସବୁ ସମସ୍ୟା ଆପେ ଆପେ ଠିକ୍ ହୋଇଗଲା।